ମାଛ ବେସର ଭୋଗ ଯେଉଁମାନେ ବି ମାଛ ବେସର ଜାଣିଛନ୍ତି ବା ଘରେ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ଯେତେ ଯାହା ହେଲେ ବି ଯେଉଁ ଭୋଗଟା ମାଙ୍କ ପାଖରେ ଲାଗି ହେଇଥାଏ ତାର ବାସ୍ନା କିଛି ନିଆରା ଥାଏ। ତାହେଲେ ଫ୍ରେଣ୍ଡସ୍, କିଛି ମାନସିକ ପାଇଁ ପ୍ରସ୍ତୁତ ହୋଇଥିଲା ରୋଷେଇ, ଯେଉଁଟାକି ମା ପାଳପୋଷୀଙ୍କ ପାଖରେ, ଯେଉଁମାନେ ବି ମା ପାଳପୋଷୀଙ୍କ ମନ୍ଦିର ଯାଇଛନ୍ତି ବା ଯେଉଁମାନେ ସେଠି ନିଜର ମାନସିକ ପୂର୍ଣ୍ଣ କରିବାକୁ ଯାଇକି ରୋଷେଇବାସ କରିଛନ୍ତି, ସେମାନେ ନିଶ୍ଚିନ୍ତ ଭାବରେ ତ ଜାଣିଥିବେ। ଯେମିତିକି ମା ପାଳପୋଷୀଙ୍କ ପାଖରେ ଖିଚିଡ଼ି ସହିତ ମାଛ ବେସର ପୁରା ବହୁତ ସୁନ୍ଦର ପ୍ରସ୍ତୁତ କରାଯାଏ, ଯେମିତିକି ମାଙ୍କ ପାଖରେ ଭୋଗ ଲାଗି କରାଯାଏ। ଆଉ ମାଙ୍କର ସେଇ ଭୋଗ ଲାଗି ଖିଚିଡ଼ି ସହିତ ମାଛ ବେସରର ବାସ୍ନା ବା ସ୍ୱାଦ କିଛି ନିଆରା ବା ଅଲଗା ପ୍ରକାର ମାଙ୍କ ପାଖରେ ଏସବୁକୁ ଭୋଗ ଲଗାଯାଇଥାଏ। ଆଜି କିନ୍ତୁ କିଛି ଅରୁଆ ଅନ୍ନ ହେଇଥିଲା, ଏଥି ସହିତ ମାଛ ବେସର, ଖଟା, କ୍ଷୀରି ଆଉ କିଛି ଚିଙ୍ଗୁଡ଼ି ଡାଲମା। ତାହେଲେ ଫ୍ରେଣ୍ଡସ୍ ଦେଖନ୍ତୁ, ଇଏ ହେଉଛନ୍ତି ଆମର ମା ପାଳପୋଷୀ। ଏଇ ମନ୍ଦିରରେ ଆମେ ମାନସିକ ରଖିକି ଆମେ ପ୍ରସ୍ତୁତ କରି ନେଇଥିଲୁ କିଛି ମାଛ ବେସର, ଯାହାର ସ୍ୱାଦ କିଛି ଅଲଗା ପ୍ରକାର, ଟେଷ୍ଟ ମଧ୍ୟ ନିଆରା। ଆପଣମାନେ ଯେତେ ବି ଘରେ ପ୍ରସ୍ତୁତ କରନ୍ତୁ ନା କାହିଁକି, ଏହି ମନ୍ଦିରରେ ଯଦି ପ୍ରସ୍ତୁତ କରିକି ଭୋଗ ଲଗେଇବେ, ଦେଖିବେ ଆର ବାସ୍ନା କିଛି ଅଲଗା ପ୍ରକାର। ତାହେଲେ ଫ୍ରେଣ୍ଡସ୍, ଆପଣମାନେ ବି ଯେଉଁମାନେ ଜାଣିଛନ୍ତି ନିଶ୍ଚିନ୍ତ ଭାବରେ ଏହି ମନ୍ଦିର ଯାଇ ମାଛ ବେସର ପ୍ରସ୍ତୁତ କରି ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ମାଙ୍କ ପାଖରେ ଭୋଗ ଲାଗି ହେଇଥିଲା କିଛି ଅରୁଆ ଅନ୍ନ ଆଉ ଚିଙ୍ଗୁଡ଼ି ଡାଲମା ଆଉ କିଛି ଖଟା, କ୍ଷୀରି, ଏଥି ସହିତ ମାଛ ବେସର, ଯେଉଁଟାକି ମାଙ୍କ ପାଖରେ ସବୁବେଳେ ଭୋଗ କରାଯାଏ। ଅରୁଆ ଖିଚିଡ଼ି ସହିତ ବା ଉଷୁନା ଖିଚିଡ଼ି ସହିତ ମାଛ ବେସର। ମାଛ ବେସରର ସ୍ୱାଦ କିଛି ନିଆରା, ଯେଉଁଟାକି ମୁଗ ଡାଲି ପଡ଼ିକି ହେଇଥାଏ। ଯଦି ମାଙ୍କ ଭୋଗ ଆପଣମାନଙ୍କୁ ପସନ୍ଦ ଆସୁଥାଏ, ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମା ବି ହେଲେ ଭୁଲିବେ ନାହିଁ।